କାଉଙ୍କ ସହିତ ରଜ ପାଳନ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କର୍ମକର୍ତ୍ତା। ଓଡ଼ିଆ ଜାତି ଗଣପର୍ବ ରଜ ପାଳିବା ପାଇଁ ଦେଶ ବିଦେଶରୁ ଗାଁକୁ ଛୁଟି ଆସିଛନ୍ତି ଓଡ଼ିଆମାନେ। ପୁରାତନ ସଂସ୍କୃତି ପରମ୍ପରାକୁ ଭୁଲି ଆଧୁନିକତାରେ ମତବାନ ହୋଇ ମଦ ମାଂସ ଲାଳସାରେ ନିରୀହ ପଶୁ ପକ୍ଷୀଙ୍କୁ ବଳି ପକାଇ କେହି କେହି ଭୋଜି ଭାତରେ ମାତିଛନ୍ତି ତ ଆଉ କେହି ପାର୍କ ଓ ସମୁଦ୍ର କୂଳରେ ବୁଲି ସେଲ୍ଫି ନେବାରେ ବ୍ୟସ୍ତ ଥିବା ସମୟରେ କିନ୍ତୁ ଏକ ନିଆରା ଢଙ୍ଗରେ କାଉମାନଙ୍କ ସହ ମିଶି ଗାଁ ମୁଣ୍ଡ ବରଗଛ ତଳେ ରଜ ମନାଉଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ। ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ଗ୍ରାମ ପଞ୍ଚାୟତର ଅନ୍ତର୍ଗତରେ ଆମ୍ବେର ଗାଁ ମୁଣ୍ଡ ବରଗଛ ମୂଳରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ। ଦୀର୍ଘଦିନ ଧରି ଏହି ବରଗଛରେ କାଉମାନେ ରହି ଆସୁଛନ୍ତି। ବାଟରେ ଯାଉଥିବା ଛେନା ବେପାରୀଙ୍କ ଠାରୁ ଛେନା ଖାଇ ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି। ଏମାନେ ଖବର ପାଇ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ପ୍ରଚେଷ୍ଟାରେ ଟ୍ରଷ୍ଟର କର୍ମକର୍ତ୍ତା ଗଣ ପହିଲି ରଜରେ ସେଠାରେ ପହଞ୍ଚି କାଉମାନଙ୍କ ପାଇଁ ଗଛ ଡାଳରେ ସ୍ଥାୟୀ ବସା ତୋଳିବା ସହ ଦୋଳି ବାନ୍ଧିଛନ୍ତି। ସେମାନଙ୍କ ପାଇଁ ରଜ ପିଠାର ଖାଦ୍ୟ ମଧ୍ୟ ବନ୍ଦୋବସ୍ତ କରିଛନ୍ତି। କୁଆମାନେ ପକ୍ଷୀ ହେଲେ ମଧ୍ୟ ମଣିଷଙ୍କଠାରେ ଥିବା ଏପରି ଭାବନାକୁ ବୁଝିପାରି ରଜ ଦୋଳି ଗୀତ ଗାଇଲା ପରି ବା କା କା ଶବ୍ଦ କରି ନିର୍ମାଣ କରାଯାଇଥିବା ଦୋଳିରେ ଝୁଲିବା ଆରମ୍ଭ କରିଦେଇଛନ୍ତି। ରଜ ପିଠାକୁ ଖାଇ ରଜ ମନାଇଛନ୍ତି। କାଉମାନେ ଜୈବ ବିବିଧତା ନଷ୍ଟ ହେବା ଯୋଗୁଁ ବିଭିନ୍ନ ପ୍ରଜାତିର ପକ୍ଷୀକୁଳ ବିଲୁପ୍ତ ହେବାରୁ ବସିଥିବା ବେଳେ ପକ୍ଷୀକୁଳ ବଂଶ ରକ୍ଷା ପାଇଁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ସଂସ୍କୃତି ବିଭାଗ ଅଧିକାରୀ ସଞ୍ଜୀବ କୁମାର ତରାଇ, ଖଡ଼ିଅଙ୍କ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୀବନ କୃଷ୍ଣ ରାୟ, ନୟନ କୁମାର ଗିରି, ସୁରେନ୍ଦ୍ର ପରିଡ଼ା, ସୁମିତ କୁମାର ମଲ୍ଲିକ, ଜ୍ଞାନରଞ୍ଜନ ରାଉତ, ଜଗନ୍ନାଥ ପାଣିଗ୍ରାହୀ, ରାକେଶ ବଳ, ଚିକୁ ମଲ୍ଲିକ, ମଦନ କୁମାର ଦାସ, ଦେବାଶିଷ ପରିଡ଼ା, ହେମନ୍ତ କୁମାର ସାମଲ ଏବଂ କାଳିନ୍ଦୀ ମଲ୍ଲିକ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ବେଳେ ଅନୁଷ୍ଠାନରେ ଏଭଳି